ତାଙ୍କେ ତ 6ଟା ବେଳକୁ ପ୍ରୋଗ୍ରାମ 7ଟା ପରେ ଶୁଣିଲୁ ମେଡ଼ିକାଲ ଦେଖିଲେ ସେ ମେଡ଼ିକାଲ ଦେଖିଲା ବେଳକୁ ବିଷ ପିଇଛନ୍ତି ତ ତାପରେ ତ ଟ୍ରିଟମେଣ୍ଟ କଲୁ ଆସିଲା ପରେ ତାପରେ ତ ଶୁଣିଲୁ ଆଉ ଜଣେ ପରେ ଜଣେ ମରିଗଲେ ଆଉ ନାଇଁ 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 କିଛି ନାହିଁ ଏବେ ଭଲ ଖୁସିରେ ଥିଲେ ତାଙ୍କେ ବି ସେମିତି ସେଇଟା ତ ଆମେ ତ ଅଚାନକ ଆମେ ଭାବୁଛୁ ଆଶ୍ଚର୍ଯ୍ୟ ସେମିତି କିଛି ନାହିଁ ଆର୍ଥିକ ସ୍ଥିତି ନାହିଁ ତାଙ୍କର ବି ଭଲ ପ୍ଲସ୍ ଟୁ ପଢ଼ୁଥିଲା ଭଣଜା ITI କରୁଥିଲା ଝିଅ ବି ନାଇଁ ନାଇଁ କିଛି ନାହିଁ ଆମ ନାଇଁ ନାଇଁ ଏବେ ଆମର ରିସେଣ୍ଟଲି ଆମର ସେ ଭାଣିଜୀ ଗୋଟେ ବାହା କଲା ସିଏ ଆগে ଠିଆ ହେଇକି ବାହାଘର ହେଲା ଲାଷ୍ଟ ମୁଁ 2 ଦିନ ତଳେ ଆମେ 10ଟା ବେଳକୁ ଘରୁ ଯାଇଛି ସାର୍ ସିଏ କାଲି ଆগে 10ଟା ବେଳକୁ ଘରୁ ଯାଇଛି ଆମର ଭାଣିଜୀର ଗାଡ଼ି ଧରି ଯାଇଛି ଗଲା ପରେ ସନ୍ଧ୍ୟାବେଳକୁ ତାଙ୍କୁ କ'ଣ ହେଇଛନ୍ତି ହଁ କିଛି ଅସୁବିଧାର କିଛି ନାହିଁ ସିଏ ବି ଆମକୁ କେବେ କିଛି କହିନି ଦୁଃଖର ଅଛି କିଛି ନାହିଁ ଆଜ୍ଞା ପାଠ ପଢ଼ି ସିଏ ତ ପ୍ଲସ୍ ଟୁ ପଢ଼ୁଥିଲା ହଁ ସାର୍ ସେଇଟା ତ ଆମେ ବି ଆଉ ତାଙ୍କର ବି ଫ୍ୟାମିଲି ବି ସେମିତି ଅସୁବିଧାର କିଛି ନାହିଁ ତାଙ୍କ ଫ୍ୟାମିଲି ବି ଆମକୁ ବହୁତ ଭଲ ତାଙ୍କ ଘର ବି ତାଙ୍କୁ ବି ବହୁତ ତାଙ୍କୁ ବି କେବେ ଏତା କରୁନାହାନ୍ତି ଅଚାନକ ହେଇଯାଉଛି ବୋଲି ଆମେ ଆଉ କ'ଣ ତାକୁ ହଁ ବାନ୍ତି କରୁଛୁ ହଁ ବାନ୍ତି ସେଠି ବି କରାଇଲୁ ହେଲେ ବି ହେଲାନି ତାପରେ ସେ ଡକ୍ଟର କହିଲା ତ ନାଇଁ ହେବନି ଏଠି ଧରି ପଳେଇ ବୋଲି ସେ ଆମ୍ବୁଲାନ୍ସ ଟିକେ ଲେଟ୍ ହେବା ଯୋଗୁଁ ଆଜି ନହେଲେ ବି ବଞ୍ଚିଯାଆନ୍ତେ ଆମେ ଛତ୍ରପୁରରେ ବି ଯେଉଁ ପ୍ରକାର ଦରତ୍ମା କରୁଛନ୍ତି ଆମେ ଆଜି ତ ଆମେ ଏମିତି ହେଲା କିନ୍ତୁ ଗରିବ ଲୋକର ତାଙ୍କର କ'ଣ ହେବ ଆଉ କହି ହେବନି।